ଭାରତ ମାତା କି ଜୟ। ଜୟ ଶ୍ରୀରାମ। ଅନେକ ଦିନ ପରେ ସ୍ୱାଭିମାନୀ ଓଡ଼ିଆଙ୍କର ସ୍ୱାଭିମାନ ଜାଗିଛି। ଗଣତନ୍ତ୍ର ମହାପର୍ବର ଅନ୍ତ ଘଟିଛି ଆଉ ଓଡ଼ିଶାରେ ଦେଖାଦେଇଛି ଅଦ୍ଭୁତପୂର୍ବ ପରିବର୍ତ୍ତନ। ସରଳୀ ସ୍ୱାଭିମାନୀ ଓଡ଼ିଆ ସବୁ ଫ୍ରି ମାଗଣା ଯୋଜନାକୁ ତ୍ୟାଗ କରି ଏକ ବିରାଟ ପରିବର୍ତ୍ତନ ଆଣିଛି। କାରଣ ଅନେକ ଦିନ ଧରି ଓଡ଼ିଶା ସଂସ୍କୃତି ପ୍ରତି, ଜଗନ୍ନାଥ ସଂସ୍କୃତି ପ୍ରତି, ଓଡ଼ିଶା ଭାଷା ସାହିତ୍ୟ ସଂସ୍କାର ପ୍ରତି ଏକ ବଡ଼ ଷଡ଼ଯନ୍ତ୍ର ଚାଲିଥିଲା। ଅଣ ଓଡ଼ିଆ ଦୀର୍ଘ 24 ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିଲେ। ତାମିଲ ଏବଂ ଅଣ ଓଡ଼ିଆ ସରକାରର ଅନ୍ତ ଘଟିଛି। ତେଣୁ ସ୍ୱାଭିମାନୀ ଓଡ଼ିଆ ସଜାଗ ହୁଅ, ସଚେତନ ହୁଅ। କାରଣ ଏହି ସ୍ୱାଭିମାନୀ ଓଡ଼ିଆ ପାଇକ ବିଦ୍ରୋହ ଦ୍ୱାରା ଇଂରେଜମାନଙ୍କୁ ତୋଡ଼ି ଦେଇଥିଲା। ଏହି ସ୍ୱାଭିମାନୀ ଓଡ଼ିଆ ମୁଗଲମାନଙ୍କୁ ତୋଡ଼ି ଦେଇଥିଲା। ଓଡ଼ିଶା ଏକ ଧାର୍ମିକ, ସାଂସ୍କୃତିକ, ଆର୍ଥିକ, ସଂସ୍କାରିକ ପ୍ରଦେଶ, ଯେଉଁଠି ଜଗତର ନାଥ ଜଗନ୍ନାଥ, ସନାତନ ଧର୍ମର ଧ୍ୱଜାବାହକ ଜଗନ୍ନାଥ ସ୍ୱାମୀ ବାସ କରନ୍ତି। ଆଉ ଏହି ଅଣ ଓଡ଼ିଆ ପୂର୍ବରୁ ଥିବା ସରକାରମାନେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁକୁ ବି ଛାଡ଼ିଲେ ନାହିଁ। ଜଗନ୍ନାଥ ମହାପ୍ରଭୁକୁ ଦାଣ୍ଡରେ ବୁଲେଇଲେ। 4ଟା ପାଇଖାନା କରି, 4ଟା ଫୁଲ କୁଣ୍ଡ କରି, ରଙ୍ଗ ଦେଇ, କିଛି ପ୍ଲାଷ୍ଟିକ ଗଛ, କିଛି ଫୁଲ ଗଛ ଲଗେଇ 42 କୋଟି ଟଙ୍କାକୁ ପରିସମାପ୍ତ କରିଦେଲେ। ଅଣ ଓଡ଼ିଆ ପାଣ୍ଡୁ ଖାଲି ହେଲିକପ୍ଟରରେ ବୁଲି ଆମ କରଦାତାଙ୍କ ପଇସାକୁ 600 କୋଟିକୁ ବର୍ବାଦ କଲା। ଆମ ଖଣି ପାଣି ସବୁ ଲୁଟିକି ପରିସମାପ୍ତି କରିଦେଇଥିଲା। ତ ଦୀର୍ଘ 24 ବର୍ଷର ଦୁର୍ନୀତିଗ୍ରସ୍ତ, ମାଗଣା ଫ୍ରି ଅନ୍ୟ ଯୋଜନାକୁ, କେନ୍ଦ୍ର ଯୋଜନାକୁ କପି ପେଷ୍ଟ କରିବା, ଲୋକମାନଙ୍କୁ ଲଲିପପ୍ ଦେଖାଇବା, ଏଇଭଳିଆ ଚକ୍ରାନ୍ତିକର ରାଜନୀତି ଚଲାଉଥିଲେ। ଆଗକୁ ଦେଖିବାର ଅଛି ଓଡ଼ିଶାରେ ବିଜେପି ସରକାର ଓଡ଼ିଆ ଜନତାଙ୍କ ମନ କେତେ ଜିତି ପାରୁଛି। ଓଡ଼ିଶାର ବିକାଶ ପାଇଁ, ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି, ଜଗନ୍ନାଥ ପରମ୍ପରା, ମଠ ମନ୍ଦିର ଏସବୁର ଉନ୍ନତିକରଣ ପାଇଁ କ'ଣ କ'ଣ ସବୁ ପଦକ୍ଷେପ ନେଇପାରୁଛି। ସର୍ବପ୍ରଥମେ ଓଡ଼ିଶାରେ ଗୋ ଚାଲାଣ, ଗୋ ହତ୍ୟା, ଗୋ ତସ୍କରୀ ବନ୍ଦ ହେବା ଆବଶ୍ୟକ। ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ହତ୍ୟାର CBI ତଦନ୍ତ ହେଉ ଏବଂ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ଦାରାସିଂଙ୍କୁ ମୁକ୍ତ କରାଯାଉ। କାରଣ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ୱ ତାଙ୍କ ସଜା ପରିସମାପ୍ତି ହେଲା ପରେ ବି ଆଜି ବି ସେ କେଉଁଝର ଜେଲରେ ବନ୍ଦୀ ହୋଇ ଜୀବନ ବିତାଉଛନ୍ତି। ଆମର ଆଶା, ଆମର ବିଶ୍ୱାସ ଓଡ଼ିଶାରେ ବିଜେପି ସରକାର ଏ ଦିଗରେ କାର୍ଯ୍ୟ କରିବ ଏବଂ ଓଡ଼ିଶାକୁ ଏକ ସମୃଦ୍ଧ, ନିରୋଗ, ଆଧ୍ୟାତ୍ମିକବାଦ, ରାଷ୍ଟ୍ରୀୟତା ପ୍ରଦେଶରେ ଗଢ଼ି ତୋଳିବ, ଏହା ଆମର ଆଶା। ଭାରତ ପାଇଁ, ସନାତନ ଧର୍ମ ପାଇଁ, ଭାରତୀୟ ସଭ୍ୟତା ସଂସ୍କାର, ମଠ ମନ୍ଦିର, ଭାରତର ଐତିହ୍ୟ, ଭାରତର ପରମ୍ପରା, ଭାରତର ଭାଷା ଏସବୁକୁ ଆଜି ବିଶ୍ୱସ୍ତରରେ ଅଦ୍ୱିତୀୟ ପରିଚୟ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ଭାରତ ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। କାରଣ ବିଶ୍ୱସ୍ତରରେ ଭାରତର ଯେଉଁ ସବୁ ପରିଚୟ ସୃଷ୍ଟି ହୋଇଛି କେବଳ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଛି। କାରଣ ଅଟଳ ବିହାରୀ ବାଜପେୟୀଙ୍କ ଭଳିଆ ନେତାକୁ ବି ଭାରତବାସୀ ଚିହ୍ନି ପାରିନଥିଲେ। ଦୀର୍ଘ 10 ବର୍ଷ ଧରି ଭାରତ ମାତାକୁ ବୈଶ୍ୱିକ ସ୍ତରରେ ଏକ ଯୁଗାନ୍ତକାରୀ ଉଡ଼ାନ ଭରିଥିବା ନରେନ୍ଦ୍ର ମୋଦିଙ୍କୁ ବି ଏ ଭାରତବାସୀ ଚିହ୍ନି ପାରିଲେ ନାହିଁ, ଯାହାକି ଅତ୍ୟନ୍ତ ଦୁଃଖର ବିଷୟ। ନେତା ଆସିବେ ଯିବେ, ବିକାଶର ଧାରା ଆସିବ ଯିବ, ଅନେକ ପ୍ରକାର କଲ୍ୟାଣକାରୀ କାର୍ଯ୍ୟ ହେବ, କିନ୍ତୁ ସନାତନ ଧର୍ମ ପାଇଁ, ମଠ ମନ୍ଦିର ପାଇଁ, ଭାରତୀୟ ସଭ୍ୟତା ସଂସ୍କୃତି ପାଇଁ, ଭାରତର ଭାଷା ସାହିତ୍ୟ ପାଇଁ ଯଦି କେହି କାମ କରୁଥାଏ ସେ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଚାରଧାରାରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା। ହିନ୍ଦୁ ଯୋଦ୍ଧାମାନଙ୍କୁ ଅନୁରୋଧ, ଏ ଲଢ଼େଇ ଭାରତ ମାତାର ସୁରକ୍ଷା ପାଇଁ, ରାଷ୍ଟ୍ରର ସୁରକ୍ଷା ପାଇଁ, ସନାତନ ଧର୍ମ ସଂସ୍କୃତି ସଭ୍ୟତାର ସୁରକ୍ଷା ପାଇଁ, ଆମ ମଠ ମନ୍ଦିର, ଆମ ଗୋମାତା ଐତିହ୍ୟର ସୁରକ୍ଷା ପାଇଁ। ତେଣୁ ନିଜ ଜାତି, ଅହଙ୍କାର, ସ୍ୱାର୍ଥ, ରାଜନୀତିକୁ ଭୁଲି ସମସ୍ତେ ଏକତ୍ରିତ ହେବା, ଭାରତକୁ ପୁନଃ ଅଖଣ୍ଡ ହିନ୍ଦୁ ରାଷ୍ଟ୍ରକୁ ନିର୍ମାଣ କରିବା। ସବୁକିଛି ସମ୍ଭବ ହେବ ଥରେ ଧର୍ମ, ସଭ୍ୟତା, ସଂସ୍କାର ନଷ୍ଟ ହେଲେ ଆଉ ତାକୁ ପୁନଃ
କେବେ ବି ଫେରି ପାଇବା ନାହିଁ। ଆମ ଆଖି ଆଗରେ ହଜାର ହଜାର ବର୍ଷର ଉଦାହରଣ, ଅନେକ ରାଜ୍ୟରେ ଅନେକ ଦେଶରେ ଆଜି ହିନ୍ଦୁ ଅଳ୍ପ ସଂଖ୍ୟକ ହେବା ଦ୍ୱାରା କ'ଣ ସବୁ ଘଟୁଛି ତାହା ସମସ୍ତଙ୍କ ଆଖି ଆଗରେ। କିନ୍ତୁ ଏତେ ସବୁ ହେଲା ପରେ ବି ହିନ୍ଦୁ ସମାଜ ସଚେତନ ହେଉନାହିଁ, ହିନ୍ଦୁ ସମାଜ ସଜାଗ ହେଉନାହିଁ, ଯାହାର ପରିଣାମ ୱେଷ୍ଟବେଙ୍ଗଲର ସନ୍ଦେଶଖାଲି, କାଶ୍ମୀର, କେରଳ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ଇରାକ, ଇରାନ ପରିସ୍ଥିତି ଭୟାନକ ହେବ। ଏ ହିନ୍ଦୁ ସମାଜର ଆଖି କେବେ ଖୋଲିବ, ଏ ହିନ୍ଦୁ କେବେ ଏକତ୍ରିତ ହେବ, ସ୍ୱୟଂ ପ୍ରଭୁ ରାମଚନ୍ଦ୍ରଙ୍କୁ ଜଣାଅଛି। ଏତିକି କହିବି, ଥରେ ବିଚାର କରନ୍ତୁ, ଥରେ ସଜାଗ ହୁଅନ୍ତୁ, ନହେଲେ ନିଜର ସର୍ବନାଶ, ନିଜର ସବୁକିଛିକୁ ହରାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଭାରତ ମାତା କି ଜୟ, ଜୟ ଶ୍ରୀରାମ।